ଆଜି ଆସନ୍ତୁ ଆମ୍ଭେ ଉପଦେଶ ଶୀର୍ଷକ ପରମେଶ୍ୱରଙ୍କ ଚିହ୍ନ ଏବଂ ପଶୁର ଚିହ୍ନ ର ସହିତ ପରମେଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବା। ଆସନ୍ତୁ ଆମ୍ଭେ ପ୍ରକାଶିତ ବାକ୍ୟର ପୁସ୍ତକ ଅଧ୍ୟାୟ 13 ଖୋଲିବା। ଅଧ୍ୟାୟ 13 ପଦ 1। ତତ୍ପରେ ମୁଁ ସମୁଦ୍ର ମଧ୍ୟରୁ ଗୋଟିଏ ପଶୁକୁ ଉଠି ଆସିବାର ଦେଖିଲି। ତାହାର 10 ଶୃଙ୍ଗ ଓ ସପ୍ତମସ୍ତକ। ତାହାର ଶୃଙ୍ଗ ଗୁଡ଼ାକରେ 10ଟା ମୁକୁଟ ଓ ମସ୍ତକ ଗୁଡ଼ାକ ଉପରେ ଈଶ୍ୱର ନିନ୍ଦା ସୂଚକ ବିଭିନ୍ନ ନାମ। ଏହି ଯେଉଁ ପଶୁକୁ ଦେଖିଲି ତାହା ଚିତାବାଘ ପରି, ତାହାର ପାଦ ଭାଲୁର ପାଦ ପରି ଓ ପାଟି ସିଂହର ପାଟି ପରି। ସେହି ସର୍ପ ତାହାକୁ ଏଠାରେ ସର୍ପ ଦିଆବଳ ଅର୍ଥାତ୍ ଶୈତାନ ଅଟେ। ଆପଣା ପରାକ୍ରମ, ସିଂହାସନ ଓ ମହାକ୍ଷମତା ସମର୍ପଣ କଲା। ବାଇବଲ ରେକର୍ଡ କରିଥାଏ କି ସେହି ପଶୁ ଯିଏ ଶୈତାନଠାରୁ ଆପଣା ସାମର୍ଥ୍ୟ ପ୍ରାପ୍ତ କରିଅଛି ସମସ୍ତଙ୍କୁ ଏକ ଚିହ୍ନ ପ୍ରଦାନ କରିବ, ଯାହା ଏହା ପ୍ରମାଣ କରିଥାଏ କି ସେମାନେ ତାହାର ପାଳନ କରନ୍ତି ଏବଂ ତାହାର ଆରାଧନା କରନ୍ତି। ଆସନ୍ତୁ ପଦ 16କୁ ଯିବା। ଆଉ ସେ ସାନ ଓ ବଡ଼, ଧନୀ ଓ ଦରିଦ୍ର, ସ୍ୱାଧୀନ ଓ ପରାଧୀନ ସମସ୍ତଙ୍କୁ ସେମାନଙ୍କ ଦକ୍ଷିଣ ହସ୍ତରେ କିଓ ବା କପାଳରେ ଗୋଟିଏ ଚିହ୍ନ ଧାରଣ କରିବାକୁ ବାଧ୍ୟ କରାଏ। ସେ ସମସ୍ତ ଲୋକଙ୍କୁ ସେମାନଙ୍କ ହସ୍ତ କିମ୍ବା ସେମାନଙ୍କ ମସ୍ତକରେ ପଶୁର ଚିହ୍ନ ପ୍ରାପ୍ତ କରିବା ପାଇଁ ବାଧ୍ୟ କଲା। ପୁଣି ସେହି ଚିହ୍ନ ଅର୍ଥାତ୍ ପଶୁର ନାମ କିମ୍ବା ତାହା ନାମର ସଂଖ୍ୟା ଧାରଣ କରିନଥିବା ଲୋକଙ୍କୁ କ୍ରୟ ବିକ୍ରୟ କରିବାକୁ ନିଷେଧ କରେ। ଏହି ପ୍ରକାର ପଶୁର ନାମ ଲୋକମାନଙ୍କ ଦକ୍ଷିଣ ହସ୍ତରେ କିଓ ବା କପାଳରେ ଲେଖାଗଲା। ଏହା ରେକର୍ଡ ହୋଇଛି କି ଏହି ସମସ୍ତ ଚିହ୍ନ ସେହି ଲୋକମାନଙ୍କ ଉପରେ ଦିଆଗଲା ଯେଉଁମାନେ ପଶୁର ପୂଜା କରୁଥିଲେ। ଆସନ୍ତୁ ମାଥ୍ୟୁ ଅଧ୍ୟାୟ 28କୁ ଯିବା। ଅଧ୍ୟାୟ 28 ପଦ 18। ପୁଣି ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ପ୍ରଦତ୍ତ ହୋଇଅଛି। ଅତଏବ ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ସେହି ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର। ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି। ବାଇବଲ ପ୍ରକାଶିତ ବାକ୍ୟର ପୁସ୍ତକ ଅଧ୍ୟାୟ 13ରେ ରେକର୍ଡ କରିଥାଏ କି ପଶୁ ଆପଣା ଅନୁସରଣକାରୀଙ୍କ ହସ୍ତ ଓ ମସ୍ତକ ଉପରେ ଆପଣା ଚିହ୍ନ ଦେଇଥାଏ। ମାଥ୍ୟୁ ଅଧ୍ୟାୟ 28ରେ ଆମ୍ଭେ ଦେଖିପାରିବା କି ପରମେଶ୍ୱର ମଧ୍ୟ ସେହି ଲୋକମାନଙ୍କ ଉପରେ ଆପଣା ନାମ ଦେଇଛନ୍ତି ଯେଉଁମାନେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରନ୍ତି। ପରମେଶ୍ୱର ସେମାନଙ୍କୁ ପିତା, ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ନେବା ପାଇଁ ନିଯୁକ୍ତ କଲେ, ଯାହାଦ୍ୱାରା ସେମାନେ ପରମେଶ୍ୱରଙ୍କ ଚିହ୍ନ ପ୍ରାପ୍ତ କରିପାରିବେ। ପ୍ରକାଶିତ ବାକ୍ୟ ଅଧ୍ୟାୟ 13 ପଦ 16ରେ ଏହା କୁହାଯାଇଅଛି, ସେମାନଙ୍କ ଦକ୍ଷିଣ ହସ୍ତରେ କିଓ ବା କପାଳରେ ଗୋଟିଏ ଚିହ୍ନ ଧାରଣ କରିବାକୁ ବାଧ୍ୟ କରାଏ। ସେହି ଲୋକମାନଙ୍କ କ'ଣ ହେବ ଯେଉଁମାନେ ପଶୁର ଚିହ୍ନ ପ୍ରାପ୍ତ କରନ୍ତି? ଆସନ୍ତୁ ଆମ୍ଭେ ପ୍ରକାଶିତ ବାକ୍ୟ ଅଧ୍ୟାୟ 14କୁ ଯାଇ ଏହି ମାମଲାର ପୁଷ୍ଟି କରିବା। ପ୍ରକାଶିତ ବାକ୍ୟ ଅଧ୍ୟାୟ 14 ପଦ 11ରେ ଏହା ଲେଖା ଅଛି, ଏପରି ଲୋକମାନଙ୍କ ଯନ୍ତ୍ରଣାର ଧୂମ ଯୁଗେ ଯୁଗେ ଉଠୁଥିବ, ଯେଉଁମାନେ ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ କରନ୍ତି, ପୁଣି ତାହାର ନାମର ଚିହ୍ନ ଧାରଣ କରନ୍ତି, ସେମାନଙ୍କର ଦିବାରାତ୍ର ବିଶ୍ରାମ ନାହିଁ। ଯେଉଁମାନେ ପଶୁ ନାମରେ ଚିହ୍ନ ପ୍ରାପ୍ତ ହୁଅନ୍ତି ସେମାନଙ୍କୁ ଦିବାରାତ୍ର ଶାନ୍ତି ମିଳିବ ନାହିଁ। କ'ଣ ଏହାର ଅର୍ଥ ଏହା ନୁହେଁ କି ସେମାନେ ନରକର ଅନନ୍ତ ଦଣ୍ଡ ପ୍ରାପ୍ତ ହେବେ? ତଥାପି ମଧ୍ୟ ଏମିତି ଅନେକ ପରିସ୍ଥିତି ମଧ୍ୟ ଅଛି ଯେଉଁଥିରେ ପରମେଶ୍ୱର ଆପଣା ଚିହ୍ନ ପ୍ରଦାନ କରନ୍ତି। ଆସନ୍ତୁ ଆମ୍ଭେ ଯାତ୍ରା ପୁସ୍ତକ ଅଧ୍ୟାୟ 12କୁ ଯିବା। ଆସନ୍ତୁ ଦେଖିବା କି ପରମେଶ୍ୱର କିପରି ଆପଣା ଲୋକମାନଙ୍କୁ ପରମେଶ୍ୱରଙ୍କ ଚିହ୍ନ ଦିଅନ୍ତି ଆଉ କିପରି ପଶୁର ଚିହ୍ନ ମାନବ ଜାତିକୁ ପ୍ରଦାନ କରାଯିବ। ଯାତ୍ରା ପୁସ୍ତକ ସମୟରେ ପରମେଶ୍ୱରଙ୍କ ଲୋକ ପରମେଶ୍ୱରଙ୍କ ବହୁମୂଲ୍ୟ ଚିହ୍ନ ପ୍ରାପ୍ତ କଲେ। ଆସନ୍ତୁ ଯାତ୍ରା ପୁସ୍ତକ ଅଧ୍ୟାୟ 12କୁ ଯିବା। ଅଧ୍ୟାୟ 12 ପଦ 11। ଏହି ପ୍ରକାରେ ତୁମ୍ଭେମାନେ ତାହା ଭୋଜନ କରିବ, ଅର୍ଥାତ୍ କଟିବନ୍ଧନ କରି ପାଦରେ ପାଦୁକା ଦେଇ ହସ୍ତରେ ଯଷ୍ଟି ଘେନି ଚଞ୍ଚଳ ତାହା ଭୋଜନ କରିବ। ଏହା ସଦାପ୍ରଭୁଙ୍କର ନିସ୍ତାର ପର୍ବ। ଯେହେତୁ ଆମ୍ଭେ ଆଜି ରାତ୍ରି ମିଶର ଦେଶର ମଧ୍ୟ ଦେଇ ଯାଇ ମିଶର ଦେଶସ୍ଥ ମନୁଷ୍ୟ ଓ ପଶୁର ସମସ୍ତ ପ୍ରଥମ ଜାତକୁ ସଂହାର କରିବା, ପୁଣି ମିଶ୍ରୀୟ ସମସ୍ତ ଦେବତାର ବିଚାର କରି ଦଣ୍ଡ ଦେବା ଆମ୍ଭେ ସଦାପ୍ରଭୁ। ଏଣୁକରି ତୁମ୍ଭେମାନେ ଯେଉଁ ଯେଉଁ ଗୃହରେ ଥାଅ ସେହି ଗୃହରେ ସେହି ରକ୍ତ କ'ଣ ହେବ? ସେହି ରକ୍ତ ଚିହ୍ନ ସ୍ୱରୂପେ ରହିବ। ଅନ୍ୟ ଶବ୍ଦରେ ଏହା ପରମେଶ୍ୱରଙ୍କ ଚିହ୍ନ ରୂପେ କାର୍ଯ୍ୟ କରିବ। ଆସନ୍ତୁ ଆମ୍ଭେ ଦେଖିବା କି ଚିହ୍ନ କ'ଣ ଅଟେ, ଅର୍ଥାତ୍ ସେହି ରକ୍ତ ଦେଖିଲେ ତୁମ୍ଭମାନଙ୍କୁ ଛାଡ଼ି ଆଗକୁ ଯିବା। ସଂହାରକ ଆଘାତ ତୁମ୍ଭମାନଙ୍କ ପ୍ରତି ଘଟିବ ନାହିଁ। ପରମେଶ୍ୱର ସେହି ଲୋକମାନଙ୍କ ବିଷୟରେ କ'ଣ କହିଲେ ଯେଉଁମାନେ ନିସ୍ତାର ପର୍ବର ମେଷଶାବକଙ୍କ ରକ୍ତକୁ ଦ୍ୱାରର ଦୁଇ ବାଜୁବନ୍ଧ ଓ କପାଳି ଉପରେ ଲଗାଇଲେ?
परमेश्वर इस्राएलियों मानंकु निस्तार पर्वर मेष शाबकर रक्त को द्वारर दुई बाजुबंध और कपाळी उपरे लगेबार आज्ञा देले। यह द्वारा कौन से सोनारक स्वर्गदूत मानंकु यह जानिबाकु देले नाही कि परमेश्वरंक समान और ताहांक उपरे विश्वास करुथुवा परमेश्वरंक लोक केउठी रहंती। ताहा चिन्ह स्वरूप हेबो, अर्थात आम्भे सही रक्त देखिले तुम्हमानंकु छाड़ी जिबा, तेबे सही विपत्ति तुम्भ उपरे आसीबो नाही और तुम्भे विनष्ट हेबो नाही। पुणी सही लोकमानंक विषय कोण जेउमानंक पाखरे चिन्ह नथिला, यह कहिथाय कि मिस्रर समस्त गृहरे कोण मनुष्य कोण पशु जनकु मध्य छाड़िबा बिना समस्त प्रथम जातकु विनष्ट करागला। एही घटना द्वारा जहाँ 3500 वर्ष पूर्वे यात्रा पुस्तक अध्याय 12 रे घटित हैला, आम्भे निस्तार पर्वर शक्ति को देखिपारिबा जेबे परमेश्वर अपना लोकमानंक संपूर्ण रूपे सुरक्षा कले। कोण परमेश्वर यह देखैबा पई कि परमेश्वरंक लोक केउठी रहंती एही नियम को अपना लोकंक सहित एक चिन्ह रूपे देले नाही। परमेश्वर कहिले सही गृह को विनष्ट करिबो नाही जहार द्वारर दुई बाजुबंध और कपाळी उपरे रक्त अछि, किंतु सही समस्त गृह को विनष्ट करो जहा उपरे निस्तार पर्वर मेष शाबकंक रक्त नाही। गोटिए चिन्हर एते महत्वपूर्ण अर्थ अछि। परमेश्वर अपना चिन्हर उपयोग करंती, किंतु शैतान मध्य अपना चिन्हर उपयोग करिथाय। जेउमानंक पाखरे शैतानर चिन्ह अछि, जदिओ ताहा केते लोकंक पाखरे थाउना काहेकि गंधक द्वारा प्रज्वलित नरकरे जंत्रणा भोग करिवे एवं सेमानंकु दिबारात्र शांति मिलिबो नाही। किंतु परमेश्वर सेमानंकु जेउमानंक पाखरे परमेश्वरंक चिन्ह अछि परित्राण देबा एवं समस्त विपत्तिरु सेमानंक रक्षा करिबार प्रतिज्ञा करिसंती। वर्तमान आसंतु आम्भे यात्रा पुस्तक अध्याय 13 को जिबा। जेबे आम्भे अध्याय 13 पद 8 पढ़ी थाउ तेबे यह लेखा अछि, पुणी सही दिन तुम्हें अपना पुत्र को जनइब मिस्र ठारू आम्भे बाहर हेबा बेले सदाप्रभु आम्भ प्रति जे जे कर्म करिथिले सही सबुर स्मरण निमंते यह हुए। पुणी सदाप्रभुंक व्यवस्था जेपरि तुम्भ मुखरे रहिबो एथिपई यह चिन्ह स्वरूपे तुम्भ हस्तरे। एठारे परमेश्वर सेमानंकु कोण करिबाकु आज्ञा देले। परमेश्वर कहिले कि ताहा सेमानंक पई एक चिन्ह स्वरूप हेबो और स्मरणर उपाय स्वरूप तुम्भ चक्षुद्वयर मध्य स्थान रहिबो, जेहेतु सदाप्रभु पराकांत हस्त द्वारा मिस्र ठारू तुम्भकु बाहर करि आनी अछंती। ए हेतु समयानुसारे तुम्भे प्रति वर्ष एही विधि पालन करिबो। एथिपई परमेश्वर निस्तार पर्व को परमेश्वर और ताहांक लोकमानंक मध्यरे नियमर चिन्ह स्वरूपे देले, जहा द्वारा से सेमानंकु विपत्तिरु रक्षा करिबार प्रतिज्ञा कले। नियमर चिन्ह निस्तार पर्व आम्भ उपरे केउठी लगा जिबा उचित। प्रकाशित वाक्य अध्याय 7 रे विपत्तिरु रक्षा पाइबार एक चिन्ह अटे, जहा आम्भ कपाଳରେ लगा जाई अछि। अध्याय 7 पद 1। तत्परे मु देखिली पृथ्वी की समुद्र की कौनसी वृक्ष उपरे जेपरि वायु न बहे, एथि निमंते पृथ्वीर चारि कोणरे 4 जण दूत ठिया होई पृथ्वीर चारि वायु को अटकाई धरि अछंती। पुणी मु आउ जणे दूतंकु पूर्व दिगरु उठी आसिबार देखिली, ताहांक हस्तरे जीवित ईश्वरंकर मुद्रा थिला। पृथ्वी और समुद्रर क्षति करिबा निमंते क्षमता प्राप्त सही 4 दूतंकु से उच्च स्वरे डाकी कहिले, आम्भे माने आपणा मानक ईश्वरंकर दास मानक कपाଳରେ मुद्रांकन देबा पर्यंत तुम्हे माने पृथ्वी कियो बा समुद्र कियो बा वृक्ष समूहर क्षति कर नाही। एठारे क्षति कर नाही रो अर्थ कि विपत्ति सेमानंक उपरे दिया जिवो नाही। परमेश्वर कहा द्वारा आज्ञा देले कि ताहांक लोकमानंक उपरे विपत्ति आसीबो नाही। परमेश्वर आपणा लोकमानंक कपाଳରେ मुद्रांक दियंती। कोण मुद्रांकर तुलना चिन्ह सहित करा जाय परिबो नाही। परमेश्वर आपणा लोकमानंक उपरे आपणा चिन्ह दैछंती। यह कहार चिन्ह अटे? यह परमेश्वरंक चिन्ह अटे। अन्य शब्द रे यह परमेश्वरंक मुद्रांक अटे। एही मुद्रांक कौनसी व्यक्ति किंबा कंपानीर अध्यक्ष ठारू आसी नाही। परमेश्वरंक एही मुद्रांक पूर्वरु आसी अछि, जेउठु सूर्य उदय होइथाय। आउ यहाकु परमेश्वरंक लोक परमेश्वरंक दासमानंक कपाଳରେ लगाजिबो। जो प्रकार परमेश्वर वर्तमान आपणा लोकमानंक उपरे जत्न सहकारे मुद्रांक दैछंती, सही प्रकार शैतान मध्य समस्त मानव जाति उपरे जत्नपूर्वक पशुर चिन्ह लगाउअछि। आम्भकु पशुर चिन्ह नाही, मात्र परमेश्वरंक चिन्ह मिलिअछि। समस्त लोक यह स्वयं ठारे एक अद्भुत एवं आनंदमय आशीर्वाद अटे। वर्तमान शैतान समस्त मानव जाति उपरे आपणा चिन्ह लगाइबा पई कठिन परिश्रम करुअछि। से ख्रिसमस एवं रविवार आराधना माध्यम रे मानव जाति उपरे आपणा चिन्ह लगाउअछि। यह कुहा जाई अछि कि एही जुगरे परमेश्वर सही लोक माननकु स्वीकार करिबा पई जो माने निस्तार पर्व और परमेश्वरंक आज्ञा गुड़िकर पालन करिबा द्वारा ताहांक लोक होइछंती, आपणा पवित्र नामर सहित आपणा मुद्रांक लगांती।
पुणी मु आउ जणे दूतंकु पूर्व दिगरु उठी आसिबार देखिली ताहांक हस्तरे जीवित ईश्वरंकर मुद्रा थिला। पृथ्वी और समुद्रर क्षति करिबा निमंते क्षमता प्राप्त सही चारि दूतंकु से उच्च स्वरे डाकी कहिले, आम्हे माने आपणा मानक ईश्वरंकर दासमानक कपाଳରେ मुद्रांक न देबा पर्यंत तुम्हे माने पृथ्वी किए बा समुद्र किए बा वृक्ष समूहर क्षति करो नाही, एही लोकमानंकु केबे आघात करिबो नाही। एही मुद्रांक प्राप्त करिबा परे वायु छाड़ी जिबा परे मध्य परमेश्वरंक लोकंक रक्षा करा जाय परिबो। एठारे यहा कहिथाय सेमानंक कपाଳରେ मुद्रांक दियो। पुरातन नियम रे जिहिजिकल अध्याय 9 मध्य सेमानंक कपाଳରେ मुद्रांक देबार उल्लेख करिथाय। अध्याय 9 पद 3। पुणी इस्राएलर परमेश्वरंकर प्रताप जो किरुबर उपरे थिला ताहा ताहाठारु उठी गृहर एरुंडी निकटकू जाइथिला। आउ से सही शुक्ल वस्त्र परिहित ओ पार्श्वरे लेखकर काली घड़ीधारी पुरुष को डाकिले। पुणी सदाप्रभु ताहाकू कहिले, तुम्हे नगरर मध्य दे जेरुसालेमर मध्य दे जाओ ओ तहि मध्य कृत सकल घृणायोग्य क्रिया सकाशु जो लोक माने दीर्घ निश्वास छाड़ती ओ कातरोक्ति करती सेमानंकर कपाଳରେ चिन्ह दियो। एही लोक माने घृणित कार्य करिबारु विलाप कले एवं चिंता कले कोण एमिति करिबा वास्तवरे ठीक अटे। परमेश्वर एही लोकमानंक कपाଳରେ एक चिन्ह लगेबार आदेश देले। परमेश्वर सेमानंक कपाଳରେ एक चिन्ह देबार आज्ञा देले, जेमिति कि प्रकाशित वाक्य अध्याय 7 रे रेकर्ड अछि। आसंतु आम्भे पद 5 देखिबा। आउ से अन्य मानंकु मोहर कर्ण गोचर कहिले, तुमे माने ताहार पछे पछे नगर मध्य को जाई संहार कर, चक्षु लज्जा की दया कर नाही। वृद्ध युवा कुमारी शिशु और स्त्री लोक समस्तंकु निशेष रूपे बोध कर, मात्र जो मानंक ठारे चिन्ह अछि सेमानंक निकटकू जाओ नाही। जो मानंक कपाଳରେ चिन्ह अछि सेमानंक निमंते परमेश्वर आज्ञा कले कि कौनसी मध्य विपत्ति सेमानंक निकटकू आसीबा उचित नुहे, कारण सेमानंक रक्षा करा जिवो। परमेश्वर आपणा लोकमानंक उपरे अनेक भिन्न भिन्न उपाय चिन्ह दियंती। परमेश्वर आपणा आज्ञा गुड़िक सहित एवं आपणा नाम सहित मध्य चिन्ह दियंती। से विभिन्न उपाय आपणा लोकमानंक उपरे परमेश्वरंक चिन्ह दियंती। प्रकाशित वाक्य अध्याय 13 अनुसारे पशु आपणा आज्ञा गुड़िक द्वारा एवं आपणा नामर सहित मानव जाति उपरे आपणा चिन्ह लगै थाए। पशु आपणा लोकमानंक उपरे चिन्ह देबा निमंते विभिन्न जुक्ति गुड़िकर उपयोग करूअछि। विश्राम दिन एवं सही पर्व गुड़िक विषय जहाकू आज आम्भे पालन करूअछु अन्य लोक माने चिंता करि पारंती, कोन समस्त आराधना गुड़िक एक समान नुहे। से माने यहाकू हालुकारे नियंती, किंतु परमेश्वर कहिले कि आज मध्य एही समय से सियोन रे सही लोक मानकू आपणा संतानक रूपे नियुक्त करिवे, कारण से माने पर्व एवं विश्राम दिन पालन करंती। कोण एथिपई जिहिजिकल पुस्तक अध्याय 20 रे यह व्याख्या करा जाय नाही कि विश्राम दिन मध्य परमेश्वरंक एक चिन्ह अटे। अध्याय 20 पद 12। आहुरी मध्य आम्भे जे सेमानंकर पवित्रकारी सदाप्रभु अटु यह जेपरि सेमाने जानिबे, एथिपई आम्भर ओ सेमानंक मध्यरे कोण हेबो चिन्ह स्वरूप हेबा निमंते आम्भे आपणार विश्राम दिन सकल सेमानंकु देलु। यह कही थाए कि परमेश्वर सेमानंकु यह देखेबा पई विश्राम दिनर नियम देले कि सेमाने परमेश्वरंक लोक अटंती एवं परमेश्वर सेमानंक परमेश्वर हेबे। आसंतु आम्भे सही लोकमानंक मध्यरे प्रभेदकु देखिबा, जो माने पशुर चिन्ह प्राप्त करिसंती एवं जो माने परमेश्वरंक चिन्ह प्राप्त करिसंती। पर्व गुड़िक विश्राम दिन परमेश्वरंक समस्त आज्ञा पवित्र आत्मांक जुगरे परमेश्वरंक नूतन नाम और नूतन जेरुसालेमंक नामर अर्थ कोण अटे। परमेश्वर सही लोकमानंकु जोमानंक पाखरे परमेश्वरंक मुद्रांक अछि सही लोकमानंक ठारु भिन्न करिथाए जोमानंक पाखरे परमेश्वरंक मुद्रांक नाही। यह द्वारा देखा जाय परिबो कि किपरि से मिस्र रे सही गृह गुड़िक जोमानंक पाखरे निस्तार पर्वर मेषशाबकंक रक्त थिला सही गृह ठारु भिन्न कले जोमानंक पाखरे नथिला। परमेश्वर गोटिए पटे दंड देले एवं अन्य पटे परित्राणर अनुग्रह। जेहेतु मिस्र एही पापमय संसार को संकेत करिथाए, एथिपई शेष विचार दिन रे एमिति लोक हेबे जोमानंक पाखरे परमेश्वरंक चिन्ह हेबो एवं एमिति लोक हेबे जोमानंक पाखरे पशुर चिन्ह हेबो। एही प्रकार जोमानंक पाखरे परमेश्वरंक चिन्ह अछि सेमाने परित्राणर अनुग्रह प्राप्त करिवे एवं जोमानंक पाखरे पशुर चिन्ह अछि सेमानंकु अनंत नरकरे पकई दिया जिवो। आम्भे निश्चित करि परिबा कि परमेश्वर एही दुई समूह को भिन्न करंती एवं विभाजित करंती। आसंतु आम्भे प्रकाशित वाक्यर पुस्तक अध्याय 19 पद 19 को जिबा। परे मु पशु को एवं पृथ्वीर राजा मानंकु ओ सेमानंकर सैन्य बाहिनी की सही अश्वारोही ओ ताहांक सैन्य बाहिनी सहित युद्ध करिबा निमंते एकत्र होइथिबार देखिली। सेथिरे सही पशु धरा पड़िला
ଆଉ ଯେଉଁ ଭଣ୍ଡ ଭାବବାଦୀ ତାହାର ସାକ୍ଷାତରେ ଆଶ୍ଚର୍ଯ୍ୟ କର୍ମ ସବୁ କରି ତଦ୍ୱାରା ପଶୁର ମୁଦ୍ରାଙ୍କ ପ୍ରାପ୍ତ ଲୋକମାନଙ୍କୁ ଓ ତାହାର ପ୍ରତିମା ପୂଜକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ମଧ୍ୟ ତାହାର ସଙ୍ଗରେ ଧରା ପଡ଼ିଲା। ସେମାନେ ଉଭୟ ଜୀବିତ ଅବସ୍ଥାରେ ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ନିକ୍ଷିପ୍ତ ହେଲେ। ଅବଶିଷ୍ଟ ଲୋକେ ସେହି ଅଶ୍ୱାରୋହୀଙ୍କ ମୁଖ ନିର୍ଗତ ଖଡ଼୍ଗ ଦ୍ୱାରା ହତ ହେଲେ। ସେଥିରେ ସମସ୍ତ ପକ୍ଷୀ ସେମାନଙ୍କର ମାଂସ ଭୋଜନ କରି ପରିତୃପ୍ତ ହେଲେ। ଯେଉଁମାନଙ୍କ ପାଖରେ ପଶୁର ଚିହ୍ନ ଅଛି ସେମାନଙ୍କ ଶେଷ ପରିଣାମ କ'ଣ ହେବ? ଯେଉଁମାନେ ସେମାନଙ୍କୁ ଭ୍ରମିତ କଲେ ତାହାଙ୍କ ଉପରେ ସେହି ପଶୁର ଚିହ୍ନ ଥିଲା ଏବଂ ତାହାର ପ୍ରତିମାକୁ ପୂଜା କରନ୍ତି, ସେମାନେ ଜୀବିତ ଅବସ୍ଥାରେ କେଉଁଠିକୁ ନିକ୍ଷିପ୍ତ କରାଯିବେ? ସେମାନଙ୍କୁ ଅଗ୍ନିଗର୍ତ୍ତରେ ଯାହା ଗନ୍ଧକ ଦ୍ୱାରା ପ୍ରଜ୍ୱଳିତ ନିକ୍ଷିପ୍ତ କରାଯିବ। ଏହା ସେମାନଙ୍କ ଶେଷ ପରିଣାମ ହେବ। ସେମାନେ ସମସ୍ତେ ନରକର ଦଣ୍ଡ ଭୋଗିବାକୁ ନିଯୁକ୍ତ ଅଛନ୍ତି। ଆସନ୍ତୁ ଅଧ୍ୟାୟ 13କୁ ଯିବା। ଅଧ୍ୟାୟ 13 ପଦ 6। ସେଥିରେ ସେ ମୁଖ ଫିଟେଇ ଈଶ୍ୱର ନିନ୍ଦାର କଥା କହି ତାହାଙ୍କ ନାମ ଓ ତାହାଙ୍କ ତମ୍ବୁ ପୁଣି ସ୍ୱର୍ଗ ନିବାସୀମାନଙ୍କର ନିନ୍ଦା କଲା। ସମସ୍ତ ସାଧୁଙ୍କ ସହିତ ଯୁଦ୍ଧ କରିବାକୁ ଓ ସେମାନଙ୍କ ଉପରେ ଜୟଲାଭ କରିବାକୁ ତାହାକୁ କ୍ଷମତା ଦତ୍ତ ହେଲା। ଆଉ ସମସ୍ତ ଗୋଷ୍ଠୀ, ବଂଶ, ଭାଷାବାଦୀ ଓ ଜାତି ଉପରେ ତାହାକୁ କ୍ଷମତା ଦିଆଗଲା। ଯେଉଁମାନଙ୍କ ନାମ ଜଗତର ପତାନବଧି ବଳୀକୃତ ମେଷଶାବକଙ୍କ ଜୀବନ ପୁସ୍ତକରେ ଲିଖିତ ହୋଇନାହିଁ, ପୃଥିବୀ ନିବାସୀ ସେମାନେ କ'ଣ କରିବେ? ସେହି ସମସ୍ତ ଲୋକ ତାହାକୁ ପ୍ରଣାମ କରିବେ। ତେବେ ଯେହେତୁ ସେମାନେ ସେହି ପଶୁର ପୂଜା କରନ୍ତି, ତେବେ ସେମାନଙ୍କୁ କାହାର ଚିହ୍ନ ମିଳିଥିବ? ସେହି ସମସ୍ତେ ପଶୁର ଚିହ୍ନ ପ୍ରାପ୍ତ କରିଛନ୍ତି। ପ୍ରକାଶିତ ବାକ୍ୟ ଅଧ୍ୟାୟ 19ରେ ପରମେଶ୍ୱର ସ୍ପଷ୍ଟ ରୂପେ ଶିଖାନ୍ତି ଏବଂ ଆମ୍ଭମାନଙ୍କୁ ଏହି ତଥ୍ୟ ପ୍ରତି ଜାଗୃତ କରାନ୍ତି କି ଯେଉଁମାନେ ପଶୁର ଚିହ୍ନ ପ୍ରାପ୍ତ କରନ୍ତି ସେମାନଙ୍କୁ ନରକର ଅନନ୍ତ ଦଣ୍ଡରେ ନିକ୍ଷିପ୍ତ କରାଯିବ। ବେଳେବେଳେ ଆମ୍ଭେ ପର୍ବଗୁଡ଼ିକୁ, ବିଶ୍ରାମ ଦିନ ଏବଂ ସମସ୍ତ ଆରାଧନାଗୁଡ଼ିକୁ ସାଧାରଣ ଆରାଧନା ମାନିଥାଉ, କିନ୍ତୁ ଆମ୍ଭେ ତାହା ଦ୍ୱାରା ଅନବରତ ପରମେଶ୍ୱରଙ୍କ ଚିହ୍ନ ପ୍ରାପ୍ତ କରୁଅଛୁ। ତେବେ ପରମେଶ୍ୱରଙ୍କ ନିୟମ, ବ୍ୟବସ୍ଥା ଏବଂ ଆଜ୍ଞାଗୁଡ଼ିକ କ'ଣ ସେହି ଚିହ୍ନ ନୁହେଁ, ଯାହାଦ୍ୱାରା ପରମେଶ୍ୱର ସାକ୍ଷ୍ୟ ଦେଇଛନ୍ତି କି ସେମାନେ ଆମ୍ଭର ପ୍ରଜା ଅଟନ୍ତି? ଆସନ୍ତୁ ଆମ୍ଭେ ପ୍ରକାଶିତ ବାକ୍ୟ ଅଧ୍ୟାୟ 22ରେ ପୁଣି ଥରେ ଏହାର ନିଶ୍ଚିତ କରିବା। ଅଧ୍ୟାୟ 22 ପଦ 7। ଦେଖ, ଆମ୍ଭେ ଶୀଘ୍ର ଆସୁଅଛୁ। କିଏ ଧନ୍ୟ ଅଟେ? ଯେ ଏହି ପୁସ୍ତକର ଭାବବାଣୀ ସବୁ ପାଳନ କରେ ସେ ଧନ୍ୟ। ତେବେ ତାହା କ'ଣ ଯାହାର ଏହି ପୁସ୍ତକରେ ଭବିଷ୍ୟବାଣୀ କରାଯାଇଅଛି? ଏହି ପୁସ୍ତକ ବାଇବଲ ଆମ୍ଭକୁ ଶିଖାଇଥାଏ କି ଆମ୍ଭେ ପଶୁର ଚିହ୍ନ ପ୍ରାପ୍ତ କରିଥାଉ, ତେବେ ଆମ୍ଭେ ଯୁଗାନ୍ତ ପର୍ଯ୍ୟନ୍ତ ଯନ୍ତ୍ରଣା ଭୋଗିବା ଏବଂ ଏହା ମଧ୍ୟ କି ଯେବେ ଆମ୍ଭେ ପରମେଶ୍ୱରଙ୍କ ଚିହ୍ନ ପ୍ରାପ୍ତ କରିବା ତେବେ ଆମ୍ଭେ ରକ୍ଷା ପ୍ରାପ୍ତ ହେବୁ, ହଁ ନା? ପ୍ରକାଶିତ ବାକ୍ୟ ଅଧ୍ୟାୟ 7 ଅନୁସାରେ ପରମେଶ୍ୱର ଆପଣା ମୁଦ୍ରାଙ୍କ କେଉଁଠି ଦେବେ? କ'ଣ ଏହା କୁହାଯାଇ ନାହିଁ କି ଏହା ପରମେଶ୍ୱରଙ୍କ ଦାସମାନଙ୍କ କପାଳରେ ଦିଆଯିବ? ତେବେ ଯେହେତୁ ଏହା ପରମେଶ୍ୱରଙ୍କ ମୁଦ୍ରାଙ୍କ ଅଟେ, ଏଥିପାଇଁ ପରମେଶ୍ୱରଙ୍କ ମୁଦ୍ରାଙ୍କ ଉପରେ କାହାର ନାମ ଲେଖା ଥିବା ଦରକାର? ମୋର ମୁଦ୍ରାଙ୍କ ଉପରେ ମୋର ନାମ ଲିପିବଦ୍ଧ ଅଛି। ଆପଣଙ୍କ ମୁଦ୍ରାଙ୍କରେ କାହାର ନାମ ଲିପିବଦ୍ଧ ଅଛି? ସେଥିରେ ଆପଣଙ୍କ ନାମ ଲିପିବଦ୍ଧ ଅଛି। ପରମେଶ୍ୱରଙ୍କ ମୁଦ୍ରାଙ୍କ ଉପରେ ପରମେଶ୍ୱରଙ୍କ ନାମ ଲେଖା ଅଛି। ପରମେଶ୍ୱରଙ୍କ ମୁଦ୍ରାଙ୍କ ଉପରେ ସେହି ପରମେଶ୍ୱରଙ୍କ ନାମ ଅଛି ଯିଏ ପୂର୍ବ ଦିଗରେ ଏକ ଦେଶରୁ ଆସନ୍ତି। ଅନ୍ୟ ଶବ୍ଦରେ ଏହା ପୁତ୍ରଙ୍କ ଯୁଗରେ ପରମେଶ୍ୱରଙ୍କ ନାମ ନୁହେଁ ଏବଂ ନାହିଁ ପିତାଙ୍କ ଯୁଗରେ ପରମେଶ୍ୱରଙ୍କ ନାମ ଅଟେ, ମାତ୍ର ଏହା ପବିତ୍ର ଆତ୍ମାଙ୍କ ଯୁଗରେ ପରମେଶ୍ୱରଙ୍କ ନାମ ଅଟେ। ପବିତ୍ର ଆତ୍ମାଙ୍କ ଯୁଗରେ ପରମେଶ୍ୱରଙ୍କ ନାମ ବିଷୟରେ ଆସନ୍ତୁ ଆମ୍ଭେ ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ପଦ 17 ଦେଖିବା। ଅଧ୍ୟାୟ 22 ପଦ 17। ଆତ୍ମା ଓ କନ୍ୟା କହନ୍ତି ଆସ, ପୁଣି ଯେ ଶୁଣେ ସେ କହୁ ଆସ, ଯେ ତୃଷାର୍ଥ ସେ ଆସୁ, ଯେ ଇଚ୍ଛା କରେ ସେ ବିନା ମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ। ଏହି ପବିତ୍ର ଆତ୍ମାଙ୍କ ଶେଷ ଯୁଗରେ ସ୍ୱର୍ଗୀୟ ପିତା ଓ ସ୍ୱର୍ଗୀୟ ମାତା ସମସ୍ତ ମାନବ ଜାତିକୁ ପରିତ୍ରାଣ ଓ ଅନନ୍ତ ଜୀବନ ଆଡ଼କୁ ଘେନି ଯିବା ପାଇଁ ଆତ୍ମା ଓ କନ୍ୟାଙ୍କ ରୂପେ ଆସିଛନ୍ତି। ଯେହେତୁ ପରମେଶ୍ୱର ଯିଏ ଆମ୍ଭମାନଙ୍କୁ ଆହ୍ୱାନ କରୁଛନ୍ତି ଆତ୍ମା ଓ କନ୍ୟା ଅଟନ୍ତି, ସେମାନେ ଜଣେ ନାହିଁ ମାତ୍ର 2 ଜଣ ଅଛନ୍ତି। ଏଥିପାଇଁ ଆସନ୍ତୁ ଆମ୍ଭେ ପ୍ରକାଶିତ ବାକ୍ୟ ଅଧ୍ୟାୟ 3କୁ ଯିବା ଏବଂ ଦେଖିବା କି ଆମ୍ଭର କପାଳରେ ଲେଖାଯାଇଥିବା ନାମ ବିଷୟରେ ପରମେଶ୍ୱରଙ୍କ କେଉଁ ନାମ ବାଇବଲରେ ଲିପିବଦ୍ଧ ଅଛି। ଏହା ଆମ୍ଭମାନଙ୍କ ନିମନ୍ତେ ଯେଉଁମାନେ ପବିତ୍ର ଆତ୍ମାଙ୍କ ଏହି ଯୁଗରେ ଜୀବନଯାପନ କରୁଛନ୍ତି ସବୁଠୁ ମହତ୍ତ୍ୱପୂର୍ଣ୍ଣ ଚିହ୍ନ ଅଟେ, ଯାହା ଏହି ବିଷୟରେ ସାକ୍ଷ୍ୟ ଦେଇଥାଏ କି ଆମ୍ଭେ ପରମେଶ୍ୱରଙ୍କ ସନ୍ତାନଟୁ। ଆସନ୍ତୁ ପଦ 12 ଦେଖିବା।
जे जय करे आम्भे ताहाकु आम्भर ईश्वरଙ୍କ ମନ୍ଦିରର ସ୍ତମ୍ଭ ସ୍ୱରୂପ କରିବୁ ଆଉ ସେ ସେଠାରୁ ବାହାରକୁ ଯିବ ନାହିଁ। ଆମ୍ଭେ ଆମ୍ଭର ଈଶ୍ୱରଙ୍କ ନାମ ଓ ସ୍ୱର୍ଗରୁ ତାହାଙ୍କଠାରୁ ଆଗତ ଯେଉଁ ନୂତନ ଜେରୁସାଲମ ଆମ୍ଭର ଈଶ୍ୱରଙ୍କ ସେହି ନଗରୀର ନାମ, ତାହା କାହାର ନାମ ଅଟେ? ନୂତନ ଜେରୁସାଲମଙ୍କ ନାମ ଯିଏ ସ୍ୱର୍ଗରୁ ଆଗତ ହେଉଛନ୍ତି। ଗାଲାତୀୟ ଅଧ୍ୟାୟ 4:26 ଅନୁସାରେ କିନ୍ତୁ ଉର୍ଦ୍ଧ୍ୱସ୍ଥ ଜେରୁସାଲମ ସ୍ୱାଧୀନା ସେ କିଏ ଅଟନ୍ତି? ଆମମାନଙ୍କ ଜନନୀ। ଏଥିପାଇଁ ମାତା ପରମେଶ୍ୱରଙ୍କ ନାମ ଏବଂ କାହାର ନାମ? କୁହାଯାଇଅଛି କି ସେ ସେଥିରେ ଯୀଶୁଙ୍କ ନୂତନ ନାମ ମଧ୍ୟ ଲେଖିବେ। ପ୍ରକାଶିତ ବାକ୍ୟ ଅଧ୍ୟାୟ 7ରେ କୁହାଯାଇଅଛି କି ପରମେଶ୍ୱରଙ୍କ ମୁଦ୍ରାଙ୍କ ସେହି ଲୋକମାନଙ୍କ କପାଳ ଉପରେ ଦିଆଯିବ ଯେଉଁମାନେ ପରିତ୍ରାଣ ପ୍ରାପ୍ତ ହେବେ। ପରମେଶ୍ୱର ଯେ ଆମ୍ଭମାନଙ୍କୁ ପରିତ୍ରାଣ ଦିଅନ୍ତି ସେ ଜଣେ ନାହାନ୍ତି। ଆତ୍ମା ଓ କନ୍ୟା କହନ୍ତି ଆସ ଏବଂ ଜୀବନଦାୟକ ଜଳ ଗ୍ରହଣ କର। ଏହି ପ୍ରକାର ଆତ୍ମାଙ୍କ ନାମ ଯାହାର ସାକ୍ଷ୍ୟ ନିଜର ନୂତନ ନାମ ରୂପେ ଦିଆଯାଇଅଛି ଏବଂ କନ୍ୟାଙ୍କ ନାମ ନୂତନ ଜେରୁସାଲମଙ୍କ ନାମ ରୂପେ ଦିଆଯାଇଅଛି, ଶେଷ ଦିନରେ ପରମେଶ୍ୱରଙ୍କ ଲୋକମାନଙ୍କ ନିମନ୍ତେ ଏକ ବହୁତ ମହତ୍ତ୍ୱପୂର୍ଣ୍ଣ ଚିହ୍ନ ହେବ। ଏଥିପାଇଁ ସେ କହିଲେ କୌଣସି ଏମିତି ବ୍ୟକ୍ତି ନିକଟକୁ ଯିବ ନାହିଁ ଯାହା ପାଖରେ ଏହି ନାମ ଥିବ। ମୁଁ ଚାହେଁ ନାହିଁ ଯେ ସେମାନଙ୍କ କ୍ଷତି ହେଉ। ଏହି ଯୁଗରେ ଏମିତି ଲୋକ ଅଛନ୍ତି ଯେଉଁମାନଙ୍କୁ ପରମେଶ୍ୱର ଆପଣା ନୂତନ ନାମ ଏବଂ ନୂତନ ଜେରୁସାଲମଙ୍କ ନାମ ଦେଇଛନ୍ତି ଆଉ ସେମାନଙ୍କ ଉପରେ ଏହି ନାମ ଦ୍ୱାରା ମୁଦ୍ରାଙ୍କ କରିଛନ୍ତି। ଏହି ଲୋକମାନେ ଭବିଷ୍ୟବାଣୀର ନାୟକ ଅଟନ୍ତି ଯେଉଁମାନେ ସର୍ବଦା ନିମନ୍ତେ ଶୈତାନର ବିରୁଦ୍ଧରେ ଯୁଦ୍ଧ କରିବାରେ ସକ୍ଷମ ହେବେ। ଆସନ୍ତୁ ଆମ୍ଭେ ପ୍ରକାଶିତ ବାକ୍ୟ ଅଧ୍ୟାୟ 12ର ଦୃଶ୍ୟ ଉପରେ ଏକ ନଜର ଦେବା। ଅଧ୍ୟାୟ 12:17 ସେଥିରେ ସର୍ପ ସ୍ତ୍ରୀ ଲୋକଙ୍କ ଉପରେ ମହାକ୍ରୋଧ ହୋଇ ତାହାଙ୍କ ବଂଶର ଯେଉଁ ଅବଶିଷ୍ଟ ଲୋକମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦାନ କରନ୍ତି ସେମାନଙ୍କ ସହିତ ଯୁଦ୍ଧ କରିବାକୁ ଚାଲିଗଲା। ସର୍ପ ଶୈତାନ ଅଟେ। ଯେଉଁମାନେ ପରମେଶ୍ୱରଙ୍କ ଆଜ୍ଞାର ପାଳନ କରନ୍ତି ସେମାନେ ଅଟନ୍ତି ଯେଉଁମାନଙ୍କ ପାଖରେ ପରମେଶ୍ୱରଙ୍କ ଚିହ୍ନ ଅଛି। ବାଇବଲ କହିଥାଏ, ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ ପୁଣି ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ବୈରଭାବ ଜନ୍ମାଇବା। କ'ଣ ଏହା ଆଦି ପୁସ୍ତକ ଅଧ୍ୟାୟ 3:15ରେ ଦିଆଯାଇ ନାହିଁ? ସ୍ତ୍ରୀ ସମସ୍ତ ମାନବ ଜାତିର ମାତା ଅଟନ୍ତି। ସେ ଆଦମ ଥିଲେ ଯିଏ ତାହାକୁ ଏହି ନାମ ଦେଲେ ଯାହାର ଅର୍ଥ ଜୀବନ ଅଟେ। ଏଠାରେ ସ୍ତ୍ରୀ କ'ଣ ହବାଙ୍କୁ ସଂକେତ କରେ ନାହିଁ? ଯିଏ ଯେତେ ମନୁଷ୍ୟ ଜୀବିତ ଅଛନ୍ତି ସେହି ସମସ୍ତଙ୍କ ଆଦିମାତା ଅଟନ୍ତି। ଆତ୍ମିକ ସର୍ପ ଶୈତାନ ଏବଂ ଆତ୍ମିକ ହବାଙ୍କ ମଧ୍ୟରେ କ'ଣ ହେଲା? ସର୍ପ ସ୍ତ୍ରୀ ଉପରେ କ୍ରୋଧିତ ହେଲା ଏବଂ ତାହାର ଅବଶିଷ୍ଟ ସନ୍ତାନମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ବାହାରିଲା। ସ୍ତ୍ରୀର ଅବଶିଷ୍ଟ ସନ୍ତାନମାନଙ୍କ ବିଶେଷତା ଏହା ଯେ ସେମାନେ ସର୍ବଦା ପରମେଶ୍ୱରଙ୍କ ଆଜ୍ଞାଗୁଡ଼ିକର ପାଳନ କରନ୍ତି। ଏହା ଚିହ୍ନ ଅଟେ। ଯେଉଁ ପ୍ରକାର ପରମେଶ୍ୱରଙ୍କ ଲୋକ ପରମେଶ୍ୱରଙ୍କ ଆରାଧନା କରନ୍ତି ତାହା ସଂସାରର ଲୋକମାନଙ୍କ ପଶୁର ଆରାଧନା କରିବାର ପଦ୍ଧତି ଠାରୁ ଭିନ୍ନ ଅଟେ। ଆରାଧନାର ପଦ୍ଧତି, ସମୟ ଏବଂ ପରମେଶ୍ୱରଙ୍କ ନାମ ଯାହାକୁ ପରମେଶ୍ୱରଙ୍କ ଲୋକମାନେ ଡାକନ୍ତି ତାହା ସେମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ ଯାହାର ଲୋକମାନେ ପଶୁର ଆରାଧନା କରିବା ପାଇଁ ସଂସାରରେ ଉପଯୋଗ କରନ୍ତି। ସେମାନଙ୍କ ମଧ୍ୟରେ ପ୍ରଭେଦ କରିବା ପାଇଁ ପରମେଶ୍ୱର ଏକ ଯୋଜନା ପ୍ରସ୍ତୁତ କଲେ। ଯଦି ପରମେଶ୍ୱର ପଶୁର ନାମ ଉପଯୋଗ କରିବାକୁ ଜାରି ରଖନ୍ତି ତେବେ ପରେ ପରମେଶ୍ୱରଙ୍କ ଲୋକମାନଙ୍କୁ ଶୈତାନର ଲୋକମାନଙ୍କ ଠାରୁ ଭିନ୍ନ କରିବା କଷ୍ଟକର ହେବ। ତେଣୁ ପରମେଶ୍ୱର କ'ଣ କଲେ? ପରମେଶ୍ୱର ମାନବ ଜାତିକୁ ଏକ ନୂତନ ନାମ ଦେଲେ। ଏହାର କାରଣ କ'ଣ? ଏହା ସେମାନଙ୍କ ମଧ୍ୟରେ ପ୍ରଭେଦ କରାଇବା ପାଇଁ ଅଟେ। ପରମେଶ୍ୱରଙ୍କ ଲୋକମାନଙ୍କୁ ସେହି ଲୋକମାନଙ୍କ ଠାରୁ ଭିନ୍ନ କରିବା ପାଇଁ ଯେଉଁମାନେ ପରମେଶ୍ୱରଙ୍କ ଲୋକ ନୁହନ୍ତି ପରମେଶ୍ୱର ଆମ୍ଭକୁ ଏକ ନୂତନ ନାମ ଦେଇଛନ୍ତି। ପରମେଶ୍ୱର ସେହି ଲୋକମାନଙ୍କୁ ଯେଉଁମାନେ ପିତା ପରମେଶ୍ୱର ଓ ମାତା ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରନ୍ତି ଏବଂ ଯେଉଁମାନଙ୍କ ପାଖରେ ନୂତନ ନାମ ଏବଂ ନୂତନ ଜେରୁସାଲମଙ୍କ ନାମ ଅଛି ସେହି ଲୋକମାନଙ୍କ ଠାରୁ ଭିନ୍ନ କଲେ ଯେଉଁମାନଙ୍କ ଠାରେ ତାହା ନାହିଁ। ଏହା ଅଦ୍ଭୁତ ଯୋଜନା ଅଟେ ଯାହାକୁ ପରମେଶ୍ୱର ସ୍ଥାପିତ କଲେ। ଏହି କାରଣ ଯେ ପରମେଶ୍ୱର ଆମ୍ଭକୁ ବିଶ୍ରାମ ଦିନ, ନିସ୍ତାର ପର୍ବ, ଆପଣା ନୂତନ ନାମ ଦେଲେ ଏବଂ ପରିଶେଷରେ ନୂତନ ଜେରୁସାଲମଙ୍କ ଗୌରବମୟ ନାମ ଉପରେ ବିଶ୍ୱାସ କରିବା ପାଇଁ ଆମ୍ଭର ନେତୃତ୍ୱ କଲେ। ସେହି ଲୋକମାନଙ୍କ ଠାରୁ ଯେଉଁମାନେ ଶୈତାନ ଠାରୁ ଚିହ୍ନ ପ୍ରାପ୍ତ କରିଛନ୍ତି ପରମେଶ୍ୱର କହିଲେ ସେମାନେ ଅଗ୍ନିଗର୍ତ୍ତରେ ଯୁଗାନ୍ତ ପର୍ଯ୍ୟନ୍ତ ଦୁଃଖ ଭୋଗ କରିବେ। ସେମାନଙ୍କ ଯନ୍ତ୍ରଣାର ଧୂମ ଯୁଗାନ୍ତ ପର୍ଯ୍ୟନ୍ତ ଉଠୁଥିବ। ଆପଣା ଲୋକମାନଙ୍କୁ ପରମେଶ୍ୱର କହିଲେ ସେମାନେ ରାଜକୀୟ ଯାଜକ ରୂପେ ଗୌରବମୟ ଦୁନିଆରେ ଯୁଗାନ୍ତ ପର୍ଯ୍ୟନ୍ତ ରାଜତ୍ୱ କରିବେ ଯେଉଁଠି ମୃତ୍ୟୁ କିମ୍ବା ବିଳାପ କିମ୍ବା ପୀଡ଼ା ନାହିଁ।
ଆସନ୍ତୁ ଆମ୍ଭେ ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ଉପରେ ଏକ ନଜର ଦେବା। ପଦ 1। ପରେ ସେ ମୋତେ ଜୀବନଦାୟକ ଜଳର ଗୋଟିଏ ନଦୀ ଦେଖାଇଲେ, ତାହା ସ୍ଫଟିକ ସଦୃଶ ଉଜ୍ଜ୍ୱଳ। ପୁଣି ଈଶ୍ୱର ଓ ମେଷଶାବକଙ୍କ ସିଂହାସନରୁ ନିର୍ଗତ ହୋଇ ନଗରର ପଥ ମଧ୍ୟ ଦେଇ ପ୍ରବାହିତ ହେଉଅଛି। ସେହି ନଦୀର ଉଭୟ ପାର୍ଶ୍ୱରେ 12 ଥର ଫଳଦାୟକ ଜୀବନ ବୃକ୍ଷ ଅଛି। ସେଥିରେ ପ୍ରତି ମାସରେ ଫଳ ଫଳେ। ପୁଣି ସେହି ବୃକ୍ଷର ପତ୍ର ଜାତି ସମୂହର ଆରୋଗ୍ୟକାରକ। କୌଣସି ଅଭିଶପ୍ତ ବିଷୟ ଆଉ ରହିବ ନାହିଁ। ଈଶ୍ୱର ଓ ମେଷଶାବକଙ୍କ ସିଂହାସନ ନଗରୀ ମଧ୍ୟରେ ରହିବ, ଆଉ ତାହାଙ୍କ ଦାସମାନେ ତାହାଙ୍କର ଉପାସନା କରିବେ। ସେମାନେ ତାହାଙ୍କ ମୁଖ ଦର୍ଶନ କରିବେ ଓ ତାହାଙ୍କ ନାମ ସେମାନଙ୍କ କପାଳରେ ଲିଖିତ ରହିବ। ରାତ୍ରି ଆଉ ହେବ ନାହିଁ, ସେମାନଙ୍କର ପ୍ରଦୀପ କି ସୂର୍ଯ୍ୟର ଆଲୋକର ପ୍ରୟୋଜନ ହେବ ନାହିଁ, କାରଣ ପ୍ରଭୁ ଈଶ୍ୱର ସେମାନଙ୍କ ଉପରେ ଆଲୋକ ସ୍ୱରୂପ ହେବେ। ପୁଣି ସେମାନେ ଯୁଗେ ଯୁଗେ ରାଜତ୍ୱ କରିବେ। ଯେଉଁମାନେ ଏହି ପ୍ରକାର ଅନୁଗ୍ରହକୁ ପାଇପାରନ୍ତି ସେମାନେ ଅଟନ୍ତି ଯେଉଁମାନଙ୍କ ପାଖରେ ପରମେଶ୍ୱରଙ୍କ ଚିହ୍ନ ଅଛି। ଯେଉଁମାନେ ପରମେଶ୍ୱରଙ୍କ ଚିହ୍ନ ପ୍ରାପ୍ତ କରିଛନ୍ତି ସେମାନଙ୍କୁ ଏହି ସମସ୍ତ ଆଶୀର୍ବାଦ ଦିଆଯିବ। କିନ୍ତୁ ଯେବେ ଆମ୍ଭେ ପ୍ରକାଶିତ ବାକ୍ୟର ପୁସ୍ତକ ଅଧ୍ୟାୟ 19 ପଦ 19 ପଢ଼ିଥାଉ, ତେବେ ପରମେଶ୍ୱର ସେହି ଲୋକମାନଙ୍କୁ ଯେଉଁମାନଙ୍କୁ ପଶୁର ଚିହ୍ନ ମିଳିଅଛି କହିଲେ, ଯେଉଁମାନେ ସେହି ପଶୁର ଚିହ୍ନ ପ୍ରାପ୍ତ ହୋଇଛନ୍ତି ଏବଂ ତାହାର ପ୍ରତିମାକୁ ପୂଜା କରନ୍ତି, ସେମାନଙ୍କ ମଧ୍ୟରୁ ଜଣେ ମଧ୍ୟ ରକ୍ଷା ପାଇବ ନାହିଁ ଏବଂ ସେମାନେ ଅଗ୍ନିଗର୍ତ୍ତରେ ଯୁଗାନ୍ତ ପର୍ଯ୍ୟନ୍ତ ଯନ୍ତ୍ରଣା ଭୋଗିବେ। ଯେବେ ମୁଁ ଟିଭିରେ କୋଭିଡ-19 ଦ୍ୱାରା ପୀଡ଼ିତ ଲୋକମାନଙ୍କ ଇଣ୍ଟରଭ୍ୟୁ ଦେଖିଲି, ତେବେ ସେମାନେ କହିଲେ କି ବହୁତ ଯନ୍ତ୍ରଣା ମଧ୍ୟରେ ଥିଲେ ଏବଂ ସେମାନେ କେବେ କୌଣସି ରୋଗ କାରଣରୁ ଏହି ପ୍ରକାର ଦୁଃଖର ଅନୁଭବ କରିନଥିଲେ। ଯେବେ ମଧ୍ୟ ମୁଁ ଏହା ଶୁଣିଥାଏ, ମୁଁ ସ୍ୱୟଂ ଉପରେ ଚିନ୍ତା କରିଥାଏ କି ଆମ୍ଭକୁ କେବେ ମଧ୍ୟ ନରକକୁ ଯିବା ଉଚିତ ନୁହେଁ। ଲୋକମାନେ ଏହି ପୃଥିବୀରେ ଅନୁଭବ କରୁଥିବା ଅଳ୍ପ ପୀଡ଼ା ଦ୍ୱାରା ମଧ୍ୟ କ୍ରନ୍ଦନ କରନ୍ତି। ତେବେ ଯେବେ ସେମାନଙ୍କ ପୀଡ଼ାର ଧୂମ ସର୍ବଦା ନିମନ୍ତେ ଉଠୁଥିବ, ତେବେ ସେମାନଙ୍କ କ'ଣ ହେବ? ତଥାପି ମଧ୍ୟ ଏହି ଦୁନିଆରେ ଲୋକମାନେ ସ୍ୱର୍ଗ ଏବଂ ନରକର ବିଷୟକୁ ତୁଚ୍ଛ ମାନନ୍ତି। ସେମାନେ ମୂର୍ଖ ଭାବରେ କହନ୍ତି, ଯଦି ମୁଁ ସ୍ୱର୍ଗକୁ ଯାଇପାରିବି ନାହିଁ, ତେବେ ମୁଁ ନରକକୁ ଯିବି। ସମସ୍ତ ଲୋକ କ'ଣ ପ୍ରବାଦ ନାହିଁ କି ଯାହା କହିଥାଏ, ସାବଧାନ ରୁହ କି ତୁମ୍ଭେ କ'ଣ ମାଗୁଛ ତାହା ସତ୍ୟ ହୋଇପାରେ। ଆମ୍ଭକୁ ଏହି ଶବ୍ଦ ଗୁଡ଼ିକ ପ୍ରତି ଯାହା ଆମ୍ଭେ କହିଥାଉ ସାବଧାନ ରହିବା ଉଚିତ। ସ୍ୱର୍ଗର ଗୌରବମୟ ରାଜ୍ୟରେ ଯିବା ପାଇଁ ଯାହାକୁ ପିତା ଓ ମାତା ପ୍ରସ୍ତୁତ କରିଛନ୍ତି, ଆମ୍ଭକୁ ଯତ୍ନ ସହକାରେ ମାଗିବା ଉଚିତ ଏବଂ ସେହି ସମସ୍ତ ବିଧିଗୁଡ଼ିକୁ ଏବଂ ନିୟମଗୁଡ଼ିକୁ ପାଳନ କରିବା ଉଚିତ ଯାହା ପରମେଶ୍ୱର ଆମ୍ଭମାନଙ୍କୁ ଦେଇଛନ୍ତି। ଆମ୍ଭକୁ ସର୍ବଦା ଗର୍ବ ଏବଂ ଆତ୍ମବିଶ୍ୱାସ ଦ୍ୱାରା ପରିପୂର୍ଣ୍ଣ ରହିବା ଉଚିତ, କାରଣ ଆମ୍ଭେ ପରମେଶ୍ୱରଙ୍କ ଚିହ୍ନ ପ୍ରାପ୍ତ କରିଅଛୁ। ପରମେଶ୍ୱରଙ୍କ ଚିହ୍ନକୁ ନଷ୍ଟ କରିବା ପାଇଁ ଶୈତାନ ପରମେଶ୍ୱରଙ୍କ ଲୋକମାନଙ୍କ ଉପରେ ଅତ୍ୟାଚାର କରିଥାଏ, ଯେଉଁମାନେ ଲଘୁ ସଂଖ୍ୟା ଅଛନ୍ତି। ସେ ସମୟ ଏବଂ କାଳକୁ ମଧ୍ୟ ପରିବର୍ତ୍ତନ କରିଦେଲା, ଯାହାଦ୍ୱାରା ପରମେଶ୍ୱରଙ୍କ ଲୋକ ତାହାଙ୍କ ପାଳନ କରିପାରିବେ ନାହିଁ। କିନ୍ତୁ ଯେମିତିକି ଆମ୍ଭେ ପ୍ରକାଶିତ ବାକ୍ୟ ଅଧ୍ୟାୟ 12ରେ ଦେଖିପାରିବା, ପରମେଶ୍ୱରଙ୍କ ଲୋକ ଶେଷ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ଆଜ୍ଞାଗୁଡ଼ିକର ପାଳନ କରିବା ଓ ଯୀଶୁଙ୍କ ଉପରେ ଦୃଢ଼ତାରେ ବିଶ୍ୱାସ କରିବା ଠାରୁ ବିଫଳ ହୁଅନ୍ତି ନାହିଁ। ସେମାନେ ଭବିଷ୍ୟବାଣୀର ପଥରେ ଚାଲୁଛନ୍ତି, ଯାହାଦ୍ୱାରା ପିତା ଓ ମାତା ପରମେଶ୍ୱରଙ୍କ ମୁଦ୍ରାଙ୍କ ସେମାନଙ୍କ କପାଳରେ ଦେଇ ସେମାନଙ୍କୁ ସମର୍ପଣ କରିଛନ୍ତି। ତାହା କ'ଣ ଯାହା ଆମ୍ଭର ମନ, ଆମ୍ଭର ବିଶ୍ୱାସ ଏବଂ ଆମ୍ଭର ମସ୍ତିଷ୍କରେ ମଧ୍ୟ ଅଛି? ଯେଉଁମାନେ ପିତା ପରମେଶ୍ୱର ଓ ମାତା ପରମେଶ୍ୱରଙ୍କ ଉପରେ ଦୃଢ଼ତାରେ ବିଶ୍ୱାସ କରନ୍ତି ଏବଂ ଯେଉଁମାନେ ତାହାଙ୍କ ନୂତନ ନାମ ଏବଂ ନୂତନ ଜେରୁସାଲେମଙ୍କ ନାମ ଉପରେ ମଧ୍ୟ ବିଶ୍ୱାସ କରନ୍ତି, କ'ଣ ସେମାନେ ହିଁ ନୁହନ୍ତି ଯେଉଁମାନେ ଖ୍ରୀଷ୍ଟଙ୍କ ପଥର ପାଳନ କରିବାର ଯୋଗ୍ୟ ଅଟନ୍ତି, ଯେଉଁଠିକୁ ମଧ୍ୟ ସେ ସେମାନଙ୍କ ନେତୃତ୍ୱ କରନ୍ତି? ଏବଂ କ'ଣ ସେମାନେ ହିଁ ସ୍ୱର୍ଗକୁ ଯିବେ ନାହିଁ? ଏହା ପ୍ରାର୍ଥନା କରୁଥାଏ କି କେହି ମଧ୍ୟ ଖ୍ରୀଷ୍ଟଙ୍କ ପଥରେ ଚାଲିବା ଦ୍ୱାରା ପଛରେ ରହିବ ନାହିଁ। ଆମ୍ଭକୁ ପରମେଶ୍ୱରଙ୍କ ଚିହ୍ନ ଦେବା ଏବଂ ଆମ୍ଭର ପଥ ପ୍ରଦର୍ଶନ କରିବାର ଅନୁଗ୍ରହ ନିମନ୍ତେ ଯାହାଦ୍ୱାରା ଆମ୍ଭେ ପଶୁର ମୁଦ୍ରାଙ୍କ ପ୍ରାପ୍ତ କରିବା ନାହିଁ। ମୁଁ ପୁଣି ଥରେ ପିତା ପରମେଶ୍ୱରଙ୍କୁ ଗୌରବ ପ୍ରଦାନ କରୁଅଛି। ଏହା ଆଶା କରୁଥାଏ କି ଆପଣ ବହୁତ ଅନୁଗ୍ରହ ପ୍ରାପ୍ତ କରିଛନ୍ତି। ମୁଁ ଆଜିର ଉପଦେଶ ସମାପ୍ତ କରିବାକୁ ଚାହିଁବି। ଆପଣଙ୍କ ବହୁତ ବହୁତ ଧନ୍ୟବାଦ।